ଆଜି ଚନ୍ଦ୍ରଗ୍ରହଣ। ଗ୍ରହଣ ଦିନ କେଉଁ ସମୟରୁ ପାକ ନିଷେଧ, କେତେବେଳେ ଲାଗିବ ସୂଚକ କାଳ, ଜାଣନ୍ତୁ ଗ୍ରହଣ ସ୍ପର୍ଶ ସମୟ। ଆଜି ଅର୍ଥାତ୍ ସେପ୍ଟେମ୍ବର 7 ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଥିବା ବେଳେ ଆସନ୍ତା ବର୍ଷ 2026 ମାର୍ଚ୍ଚ ମାସରେ ଦୋଳ ପୂର୍ଣ୍ଣିମାରେ ଆଉ ଏକ ଚନ୍ଦ୍ରଗ୍ରହଣ ପଡ଼ୁଛି, ଯାହାକି ଭାରତରେ ଦେଖିବାକୁ ମିଳିବ। ଆସନ୍ତା 6 ମାସ ଭିତରେ ଦୁଇଟି ଚନ୍ଦ୍ରଗ୍ରହଣ ପଡ଼ୁଛି, ଯାହାକୁ ନେଇ ଶୁଭ ଅଶୁଭର ଗଣନା କରୁଛନ୍ତି ଜ୍ୟୋତିର୍ବିଦ। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଜଗନ୍ନାଥଙ୍କ ସ୍ୱତନ୍ତ୍ର ତିଥିରେ ପଡ଼ୁଛି। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜ୍ୟୋତିଷ ରାଜପଣ୍ଡିତ ଶିବନାରାୟଣ ମହାପାତ୍ର ଗଣନା କରି କହିଛନ୍ତି ଯେ 6 ମାସ ବ୍ୟବଧାନରେ ଦୁଇଟି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ରାଜ୍ୟକୁ ଅଶୁଭ ବେଳା ରହିଛି। ଯେମିତି ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିପାରେ ଓଡ଼ିଶା। ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମା ତଥା ଭାଗବତ ଜନ୍ମରେ ପଡ଼ୁଛି ପ୍ରଥମ ଚନ୍ଦ୍ରଗ୍ରହଣ। ତେବେ ଭାଦ୍ରବ ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ହେଉଛି ରାହୁ ଗୁପ୍ତ ଖ-ଗ୍ରାସ ଚନ୍ଦ୍ରଗ୍ରହଣ। ତେବେ ଏହି ଚନ୍ଦ୍ରଗ୍ରହଣ ଏହା ରାଶି 9:58ରେ ଆରମ୍ଭ ହେବ ଏବଂ 8 ସେପ୍ଟେମ୍ବର ରାତି 1:26ରେ ଶେଷ ହେବ। ପ୍ରାୟ 3 ଘଣ୍ଟା 28 ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହି ଗ୍ରହଣ ସାରା ଭାରତରେ ଦୃଶ୍ୟମାନ ହେବ। ତେବେ ଚନ୍ଦ୍ରଗ୍ରହଣ ପୁରୀରେ ରାତି 9:57:22ରୁ ରାତି 1:27:17 ପର୍ଯ୍ୟନ୍ତ, ଅର୍ଥାତ୍ ଦୀର୍ଘ 3.5 ଘଣ୍ଟା ଧରି ଏହା ଅନୁଷ୍ଠିତ ହେବ। ତେବେ ଚନ୍ଦ୍ରଗ୍ରହଣରେ ସୂଚକ କାଳ ଲାଗିବ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଜାଣନ୍ତୁ ସୂଚକ କାଳ ଲାଗିବ କି ନାହିଁ। ଚନ୍ଦ୍ରଗ୍ରହଣର ସୂଚକ ସେପ୍ଟେମ୍ବର 7 ତାରିଖ ଦିନ 12:19 ଠାରୁ ଲାଗୁ ହେବ ଆଉ 8 ତାରିଖ ରାତି 1:26ରେ ସମାପ୍ତ ହେବ। ଛୋଟ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ଅସୁସ୍ଥ ଲୋକଙ୍କ ପାଇଁ ସୂଚକ କାଳ ସନ୍ଧ୍ୟା 6:36ରୁ ଆରମ୍ଭ ହୋଇ ଗ୍ରହଣ ଛାଡ଼ିବା ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଚନ୍ଦ୍ରଗ୍ରହଣକୁ ନେଇ ପୁରୀ ଛତିଶ ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ନିର୍ଘଣ୍ଟ ଅନୁଯାୟୀ ଦିନ 12:57 ଠାରୁ ପାକତ୍ୟାଗ ବା ହାଣ୍ଡିଛାଡ଼ କରାଯିବ। ଏହା ସହିତ ଏହି ସମୟ ପରଠାରୁ ଦେବନୀତି ବି ନିଷେଧ କରାଯାଇଛି। ସୂଚକ ସମୟ କେବେ ହେବ? ସୂଚକ ସମୟ ଗ୍ରହଣ ଆରମ୍ଭ ହେବାର ପ୍ରାୟ 9 ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ। ଏହିଥର ସୂଚକ ସମୟ ସେପ୍ଟେମ୍ବର 7 ତାରିଖ ଦିନ 12:57ରେ ଆରମ୍ଭ ହେବ ଏବଂ ଗ୍ରହଣ ଶେଷ ହେବ ପର୍ଯ୍ୟନ୍ତ, ଅର୍ଥାତ୍ ସେପ୍ଟେମ୍ବର 8 ତାରିଖ ଦିନ 1:26 ପର୍ଯ୍ୟନ୍ତ ଜାରି ରହିବ। ସୂଚକ ସମୟରେ କ'ଣ କରିବେ ନାହିଁ ଜାଣି ରଖନ୍ତୁ। ଖାଇବା ଏବଂ ରୋଷେଇ କରିବା ନିଷେଧ। ସୂଚକ ଆରମ୍ଭ ହେବା ପରେ ନୂତନ ଖାଦ୍ୟ ରନ୍ଧା ହୁଏ ନାହିଁ। ଏହା ସହିତ ପୂର୍ବରୁ ରନ୍ଧା ହୋଇଥିବା ଖାଦ୍ୟକୁ ଘୋଡ଼ାଇ ରଖିବା ଉଚିତ। ଏହି ସମୟରେ ମନ୍ଦିର ଏବଂ ଘରେ ଭଗବାନଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ। ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଏହି ସମୟରେ ବିବାହ, ନାମକରଣ, ପୂଜା, ହୋମ ଭଳି ଶୁଭ କାର୍ଯ୍ୟ କରାଯାଏ ନାହିଁ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବ ମଧ୍ୟ ଅଶୁଭ ବୋଲି ବିବେଚନା କରାଯାଏ। ପରମ୍ପରା ଅନୁଯାୟୀ ଗ୍ରହଣ ସମୟରେ ଯାତ୍ରାକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ଆବଶ୍ୟକ ହେଲେ ଭଗବାନଙ୍କ ନାମ ନେଇ ଯାତ୍ରା ଆରମ୍ଭ କରାଯାଇପାରିବ। ଧାର୍ମିକ କାର୍ଯ୍ୟକଳାପ ବନ୍ଦ। ମନ୍ଦିରର ଦ୍ୱାର ବନ୍ଦ। ପୂଜା ଏବଂ ମୂର୍ତ୍ତି ସ୍ପର୍ଶ କରିବା ନିଷେଧ। ଗର୍ଭବତୀ ମହିଳାଙ୍କ ପାଇଁ ସତର୍କତା। ପରମ୍ପରା ଅନୁଯାୟୀ ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ବାହାରକୁ ଯିବା ଉଚିତ ନୁହେଁ। କଇଞ୍ଚି, ଛୁରୀ କିମ୍ବା ଧାରୁଆ ଜିନିଷ ବ୍ୟବହାର କରିବା ନିଷେଧ। ସୂଚକ ସମୟରେ କ'ଣ କରିବେ ଜାଣି ରଖନ୍ତୁ। ମନ୍ତ୍ର ଜପ ଏବଂ ଭଜନ ଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଭଗବାନଙ୍କ ଧ୍ୟାନ କରିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳିଥାଏ। ଗ୍ରହଣ ସମାପ୍ତ ହେବା ପରେ ସ୍ନାନ କରିବା ଏବଂ ଘର ସଫା କରିବା ଆବଶ୍ୟକ। ଖାଦ୍ୟରେ ତୁଳସୀ ପତ୍ର ମିଶାଇବାର ପରମ୍ପରା ଅଛି, ଯାହାଦ୍ୱାରା ଏହା ସୁରକ୍ଷିତ ରହିଥାଏ। ଧାର୍ମିକ ଗୁରୁତ୍ୱ ଜାଣନ୍ତୁ। ଏହି ଗ୍ରହଣ ପିତୃପକ୍ଷରେ ହେଉଛି। ଏହି ସମୟରେ ଲୋକମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧା ବ୍ରତ କରନ୍ତି। ଏହା ବିଶ୍ୱାସ କରାଯାଏ ଯେ ସୂଚକ ଆରମ୍ଭ ହେବା ପୂର୍ବରୁ ଶ୍ରାଦ୍ଧ ଏବଂ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ପୂର୍ବପୁରୁଷଙ୍କ କୃପା ଏବଂ ଦିବ୍ୟ ଆଶୀର୍ବାଦ ମିଳିଥାଏ।
ଏହି ଗ୍ରହଣଗୁଡ଼ିକୁ ରାଶିଚକ୍ର ଉପରେ ମଧ୍ୟ ପ୍ରଭାବ ପକାଇବା ବୋଲି ଜ୍ୟୋତିଷମାନେ ଅନୁମାନ କରୁଛନ୍ତି। ତେଣୁ ସମସ୍ତଙ୍କୁ ନିଜ ନିଜ ରାଶି ଅନୁଯାୟୀ ଜଣେ ବିଶ୍ୱସ୍ତ ଜ୍ୟୋତିଷଙ୍କଠାରୁ ପରାମର୍ଶ ନେବାକୁ ଉଚିତ ବୋଲି ମନେ ସୂଚନା ଦିଆଯାଇଛି।